ଭାରତୀୟ ପାଣିପାଗ ବିଭାଗର ଆଗାମୀ 24 ଘଣ୍ଟାର ଯେଉଁ ବୃଷ୍ଟିପାତର ଆକଳନ ହେଇଛି ସେ ଆକଳନ ଏଥିପାଇଁ ବୃଷ୍ଟିପାତର ସମ୍ଭାବନା ହେଇଛି ଯେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେଇଛି। ଯେଉଁ ଲଘୁଚାପ ପଶ୍ଚିମ ଉତ୍ତର ମୁହାଁ ଆଗେଇବାରେ ଲାଗିଛି ଏବଂ ଯାହାର ଫଳରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଇଏ ତିନିଟି ଜିଲ୍ଲାରେ ବୃଷ୍ଟିପାତ ବହୁତ ହେବାର ସମ୍ଭାବନା ଦେଖାଦେଇଛି। ରେଡ୍ ୱାର୍ଣ୍ଣିଂରେ ତିନିଟା ଜିଲ୍ଲାକୁ ରଖାଯାଇଛି। ତାର ସହିତ ଆପଣଙ୍କର ବାଲେଶ୍ୱର, ଭଦ୍ରକ ଇଏ ଦୁଇଟା ଜିଲ୍ଲାରେ ମଧ୍ୟ ବୃଷ୍ଟିପାତ ହେଇପାରେ। ସେମିତି ସାରା ଓଡ଼ିଶାରେ ବିଭିନ୍ନ ଜାଗାରେ ବୃଷ୍ଟିପାତ ହେବ, କମ୍ ହେବ, ମଧ୍ୟମ ହେବ କିମ୍ବା ପ୍ରବଳ ହେବ। ଏଥିରେ ଗୋଟିଏ ଜିନିଷ ଓଡ଼ିଶା ପାଇଁ ଶୁଭ ସୂଚନା ଯେ ଓଡ଼ିଶାର ସମସ୍ତ ନଦୀର ଜଳପତନ ୱାର୍ଣ୍ଣିଂ ଲେଭେଲର ତଳେ ଅଛି। ଆପଣ ଡେଞ୍ଜର ଲେଭେଲ ଛାଡ଼ି ଦିଅନ୍ତୁ, ୱାର୍ଣ୍ଣିଂ ଲେଭେଲର ତଳେ ଅଛି ଏବଂ ଉପର ମୁଣ୍ଡରେ ବର୍ଷା ହେଲେ ମଧ୍ୟ ନଦୀର ଜଳ ବୃଦ୍ଧି ହେଇକରି ବନ୍ୟାର ସମ୍ଭାବନା ଆଦୌ ନାହିଁ। କିନ୍ତୁ ବୃଷ୍ଟିପାତ ଯୋଗୁଁ ବହୁ ଜାଗାରେ ପାଣି ପ୍ରବେଶ କରିପାରେ। ଗତକାଲି ରାଉରକେଲାରେ ମଧ୍ୟ ପ୍ରବଳ ବର୍ଷା ଫଳରେ 3ଟି ସ୍ଥାନରେ ପାଣି ପଶିଥିଲା। ସେଥିରେ ପମ୍ପିଂ କରିକରି ଏବଂ ପାଣିକୁ ରାସ୍ତା ଦେଖାଇବା ଫଳରେ 2ଟା ଜାଗାରେ ପାଣି ଖାଲି ହେଇଗଲାଣି, ଆଉ ଗୋଟେ ଜାଗାରେ ପାଣି ଖାଲି ହେଇଯିବ ଏବଂ ଯେଉଁମାନେ ଏଥିରେ ପ୍ରଭାବିତ ହେଲେ ତାଙ୍କର ସମସ୍ତ ପ୍ରକାର ମାନବୀୟ ସୁବିଧା ସେମାନଙ୍କୁ ଯୋଗାଇ ଦିଆହେଇ ସାରିଲାଣି। ଗୁଡ଼ିଏ ଲୋକ ରିଲିଫ ସେଣ୍ଟରରେ ମଧ୍ୟ ଅଛନ୍ତି। ଆଶା କରୁଛୁ ଆମେ ଯେ ମଧ୍ୟାହ୍ନ ଭୋଜନ ପରେ ସେମାନେ ମଧ୍ୟ ଫେରିବାଟା ଆରମ୍ଭ କରିବେ। ଯେଉଁ ଜାଗାରେ ଏଭଳିଆ ବୃଷ୍ଟିପାତ ଜନିତ ସହରାଞ୍ଚଳରେ ପାଣିମଗ୍ନ ହେବାର ସମ୍ଭାବନା ଅଛି ସେ ଜାଗାରେ ସବୁ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ବାନ୍ ଲୋକାଲ ବଡିର ଯେଉଁମାନେ ସବୁ ଅଧିକାରୀ ଅଛନ୍ତି ସେମାନେ ସବୁ କାମରେ ଅଛନ୍ତି। ଯେଉଁ ବହୁତ ଜାଗାରେ ନାଳି ଉପରେ ଘର ହେବା ଫଳରେ ପାଣି ଡିସଚାର୍ଜର ସମସ୍ୟା ହେଉଛି। ତେଣୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଜଳ ନିଷ୍କାସନ କରିବା ପାଇଁ ଯେଉଁଟା ଜଳପଥ ଅଛି ଯଦି ଅବରୋଧ ହେଇଥିବ ତାର ଯାହା ଆବଶ୍ୟକ ଅଛି ପଦକ୍ଷେପ ନେବେ ପାଣିକୁ ଡିସଚାର୍ଜ କରିବା ପାଇଁ। ଯେଉଁମାନେ ପ୍ରଭାବିତ ହେବେ ସେମାନଙ୍କୁ ମଧ୍ୟ ରୋଷେଇର ଖାଦ୍ୟ ଆବଣ୍ଟନ ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ଏବଂ ଯେଉଁମାନେ କ୍ଷତିଗ୍ରସ୍ତ ହେବେ ତାଙ୍କ ପାଇଁ ମଧ୍ୟ ବ୍ୟାପକ କ୍ଷତିପୂରଣର ରାଶି ଯୋଗାଇ ଦେବା ପାଇଁ ମଧ୍ୟ ଆମେ ଜିଲ୍ଲାପାଳମାନଙ୍କୁ ପ୍ରତିଶ୍ରୁତି ଦେଇଛୁ। ତେଣୁ ସେମାନେ ତାଙ୍କର ରିପୋର୍ଟ ପଠାଇବା ପୂର୍ବରୁ ଯାହା ଆବଶ୍ୟକ ଲୋକମାନଙ୍କର ସେବା ପାଇଁ ସବୁ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିପାରିବେ। ଆମର ପାଣ୍ଠି ମଧ୍ୟ ଜିଲ୍ଲାପାଳମାନଙ୍କ ପାଖରେ ଅଛି। ପଇସା ସମସ୍ୟା ନୁହଁ, ସେବା କରିବାର ଯାହା ଆବଶ୍ୟକ ସବୁ ସେମାନେ କରିବେ। ଆସନ୍ତା 24 ଘଣ୍ଟା ପରେ ଆସନ୍ତା 48 ଘଣ୍ଟାର ରିପୋର୍ଟ ମଧ୍ୟ ଆମେ ତଲବ କରିଛୁ। ସନ୍ଧ୍ୟା ସୁଦ୍ଧା ବୋଧେ ଆଉ 24 ଘଣ୍ଟା ପରେ ମଧ୍ୟ କମ୍ ବେଶୀ କ'ଣ ଆକୁ ହେବାର ସମ୍ଭାବନା ଅଛି ତାର ତଥ୍ୟ ମଧ୍ୟ ଆମେ ପାଇଯିବୁ। ଏବେ ଚିନ୍ତା କରିବାର କିମ୍ବା ବିଚଳିତ କରିବାର କୌଣସି ଅବକାଶ ନାହିଁ। ସମସ୍ତେ ନିଶ୍ଚିନ୍ତ ରୁହନ୍ତୁ। ସହରାଞ୍ଚଳର ଲୋକ ଟିକେ ସତର୍କ ରୁହନ୍ତୁ। ଯେଉଁ ଜାଗାରେ ପାଣି ବର୍ଷା ଯୋଗୁଁ ଘର ଭିତରେ ପାଣି ପଶିବା ଆରମ୍ଭ କରିବ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ ଜାଗାରେ ନିଜକୁ ସେମାନେ ପୋଜିସନିଂ କରି ସାରିଲେଣି। ଯାହା ଆବଶ୍ୟକ ପଦକ୍ଷେପ ଆବଶ୍ୟକ ପଡ଼ିବ ତ ନେବେ। ବିରୋଧୀ ଅନ୍ୟ କାମରେ ବ୍ୟସ୍ତ ଅଛନ୍ତି, ମୁଁ ମୋ କାମରେ ବ୍ୟସ୍ତ ଅଛି। ଦେଖନ୍ତୁ ବୃଷ୍ଟିପାତ ବାବଦରେ ମୁଁ ଗୋଟେ କଥା ଆପଣମାନଙ୍କୁ କହିବାକୁ ଚାହେଁ ଯେ ଧୀରେ ଧୀରେ ପ୍ରକୃତି ତାର ଏବନର୍ମାଲ ବିହେଭିୟର ଦେଖାଉଛି। ଇଏ 3 ଦିନ 4 ଦିନ ତଳେ ଝାରସୁଗୁଡ଼ାରେ ଯେଉଁ ବର୍ଷା ହେଲା ଇଏ ପରିମାଣର ବର୍ଷା ବିଗତ 50 ବର୍ଷ ଭିତରେ ବୟସ୍କ ଲୋକ ମଧ୍ୟ କେବେ ଦେଖିନଥିଲେ। ଏବେ ରାଉରକେଲାରେ ଯେଉଁଟା ହେଲା ସେଟା ମଧ୍ୟ ଗତକାଲି ରାତିର ବର୍ଷା ରେକର୍ଡ ପରିମାଣର ବର୍ଷା ହେଇଗଲା। ଗୋଟିଏ ସମସ୍ୟା ଯେଉଁଟା ତିଆରି ହେଉଛି ସେ ସମସ୍ୟା ହେଲା ଜଳ ନିଷ୍କାସନର ସମସ୍ୟା। ଏବେ ବି ଦେଖନ୍ତୁ 15 ଦିନ ତଳେ ଯେଉଁ ବର୍ଷା ହେଇଥିଲା ଏବଂ ଆଂଶିକ ବନ୍ୟା ହେଇଥିଲା ବାଲେଶ୍ୱରରେ, ଏବେ ମଧ୍ୟ 5ଟି ପଞ୍ଚାୟତର ପାଣି ନିଷ୍କାସିତ ହୋଇପାରିନାହିଁ।
गुड़िए नदी को ड्रेजिंग करिवार मध्य आकु आवश्यक पड़िबो जदि अतीतरे ड्रेजिंग होता पानी स्टेग्नेशन होता नहीं पानी वर्षा छाड़ला परे एवं नदीर जलपतन कमिवा परे पानी शीघ्र डिस्चार्ज हो जाता से गुड़िए नदीर जल इथिपाई निष्कासन हो नहीं निष्कासन हबार जो तार जल नदीर जो स्वाभाविक रास्ता सेटा बहुत जगार अवरोध हो जाइए तेणु ये परिस्थिति टी स्वाभाविक है क्यों क्यों नदीर ड्रेजिंग आवश्यकता पड़ो एवं कौन कौन एक्सपर्टाइज आम पाखे अच्छी विशेषज्ञ मान परामर्श आम नेबू एबनर्माल बिहेवियर बाबद जिते बेला पर्यंत ओडिशा रे एवं मुख्यतः जो जो जिला सबू ये भलिया अदिनिया वर्षा होची किंबा आवश्यकता ठारू बेसी वर्षा होची सेठिरे जलवायु सारा पृथ्वी को प्रभावित करिछि भारतवर्ष स्वाभाविक भाव में प्रभावित हेबो और ओडिशा प्रभावित हेबो तार मध्य एनवायरनमेंटल एक्सपर्ट जो माने अछंती से मानकर मध्य परामर्श आम लोड़ीचु जे भलिया अप्राकृतिक व्यवहार वर्षा कहीं देखुची एवं तार निराकरण कौन कौन करिवार आवश्यकता अछि से दिगरे मध्य राजस्व एवं विपर्यय परिचालना विभाग आपको पदक्षेप नेब एबे टिके परिस्थिति सबु जगार विपदटा टली जाऊ विपद टलला परे आगामी दिन पर दीर्घम्यादी योजना आमको आगू 50 वर्ष को देखिक प्रस्तुत करने पड़ो बते ये भितर छाड़ी दिंतु मोर 24 घंटा 24/7 विपर्यय परिचालना एवं राउरकेला तथापि पानी अच्छी आम से बाबद में सचेतन अच्छु किमिति समस्त प्रकार सुविधा सुजोग पहुँचेबू केन्दुझर मयूरभंज एवं सुंदरगढ़ यहाँ भर्नरेबुल अच्छी से विपद न कटिला पर्यंत 24/7 मु कंट्रोल रूम रे ही बितेबी एवं परिस्थितिर निरीक्षण करी परिस्थिति स्वाभाविक बन्या परिस्थिति एवं वर्षा परिस्थिति स्वाभाविक है बाकी जो छोट बड़ समस्या अच्छी से बाबद आम मुंड खेलवा और समाधान करवा। थैंक यू।